ତ ପିଲାମାନେ ପୁଣି ଥରେ ଆଉ ଏକ ଭିଡିଓରେ ତ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଇଏ ଠୁଟି ଆମେ ଆଲୋଚନା କରୁଥିଲେ ମଲା ବେଳେ ତୁମେ ସବୁ ନେଇକି ଯିବ। ହଁ କିଛି ନାହିଁ କାରଣ ବିନା କାରଣରେ ଏ ଅର୍ଜିତ ଲୋକଙ୍କୁ ତଣ୍ଡି ଅଳ୍ପ ଦିନ ପାଇଁ ତୁମେ ଯୋଉ ଧନ ସମ୍ପତ୍ତି କଣ କରୁଛ ସଞ୍ଚୟ କରୁଛ କଣ ହଉଛି ସେଥିରେ ନା ବୋଲା ଦେଖ ବିଲେ ତମ ମାନଙ୍କର ଏଇଟି ପେଜ କୁ ଦେଖ ଏଇଟି ପେଜ ବୋଲାଅ ଜଗତେ ସିନା ଲକ୍ଷ ପୋଷି ଫଳେ ତୁମେ ଜଣେ ଜଣେ ଲକ୍ଷ ସୋଷି ତୁମେ ତୁମେ ଜଗତରେ ତୁମେ ପୃଥିବୀରେ ବୋଲାଉଛ ବୁଝିପାରିଲା କଣ ବୋଲାଉଛ ଲକ୍ଷ କୋଷି ଲକ୍ଷ 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 ଲୋକଙ୍କୁ ପାଳନ କରୁଛ ବୋଲି ତମେ ଲକ୍ଷ କୋଷି ବୋଲି ବୋଲାଉଛ। ପିଲେ ମନେ ରଖିଥା ରାଜାଙ୍କୁ ଲକ୍ଷ କୋଷି ବୋଲି କୁହାଯାଏ କାରଣ ଲକ୍ଷ ଲକ୍ଷ ଲୋକଙ୍କୁ ରାଜା ମାନେ ପାଳନ କରୁଥିଲେ ତାଙ୍କୁ ଲକ୍ଷ କୋଷି ବୋଲି କୁହାଯାଏ। ସେ ଏଠିକି କଣ ହେଉଛି କବିବର କହୁଛନ୍ତି ତୁମେ ମାନେ ଲକ୍ଷ କୋଷି ସିନା ବୋଲାଉଛ ଏ ଜଗତରେ ପରନ୍ତୁ ପୃଥିବୀରେ ସରି ପ୍ରକୃତିରେ ତୁମେ 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 ଜଣେ ଜଣେ କଣ ନା ଜଣେ ଜଣେ ଲକ୍ଷ ଶୋଷୀ ବୁଝିପାରିଲ ଲକ୍ଷ ଲକ୍ଷ ଲୋକଙ୍କୁ ତୁମେ ଶୋଷଣ କରୁଛ ରୂପଜୀବୀ ସରି ତୁମେ ଲକ୍ଷ ଲକ୍ଷ ପୋଷୀ ନୁହେଁ ତୁମେ ହଉଛ ସବୁ ଗୋଟେ ଗୋଟେ ଲକ୍ଷ ଶୋଷୀ ଦେନ୍ କଣ କହୁଛନ୍ତି ଦେଖ ବିଲେ ଗଣିକା ଓକିଲ ଛାମୁଆ ପୋଷଣ ଲାଗି କର କିମ୍ବା ପ୍ରଜାଙ୍କୁ ଶୋଷଣ ଆମେ ମାନେ ସମସ୍ତେ ଜାଣିଛେ ରାଜା କର୍ମଚାରୀ ମାନେ ଉଚ୍ଚ ପଦସ୍ଥ ବ୍ରିଟିଶ କର୍ମଚାରୀ ମାନେ କଣ କରୁଥିଲେ ଗଣିକା ପାଖକୁ ଯାଉଥିଲେ ପିଲା ଗଣିକା କହିଲେ କଣ ପିଲା ସ୍କ୍ରିନ କୁ ଦେଖ ଗଣିକା ଗଣିକା କହିଲେ କଣ ରୂପଜୀବୀ ବେଶିଆ ସେମାନଙ୍କ ପାଖକୁ ଯାଉଥିଲେ ତାଙ୍କ ପାଖକୁ ଗଲେ କଣ ହେବ ବହୁତ ପଇସା ଖର୍ଚ୍ଚ କରିବାକୁ ପଡିବ ନା ନାଇଁ ଓକିଲ ମିଥ୍ୟା ବୁଝିପାରିଲା ମିଥ୍ୟା ମୋକଦ୍ଦମା ଚାଲୁଥିବା ତାକୁ କେତେ ମୋକଦ୍ଦମା କରୁଥିଲେ ତେଣୁ ଓକିଲ ରଖୁଥିଲେ କହୁଥିଲା ତାଙ୍କ ମଧ୍ୟରେ ପଇସା ଖର୍ଚ୍ଚ କରିବାକୁ ପଡିବ ଛାମୁଆ ପିଲେ ଛାମୁଆ କହିଲେ ଛାମୁଆ ବେଳେ ତାଙ୍କ ପାଖ ଲୋକ କାନ କହିଲୁ ସେମାନଙ୍କ ମଧ୍ୟ ପଇସା ଦେବାକୁ ପଡିବ ତେଣୁ ଆଙ୍କୁ ପୋଷଣ କରିବା ପାଇଁ ଗଣିକା ଓକିଲ ଛାମୁଆଙ୍କୁ ପୋଷଣ କରିବା ପାଇଁ କଣ କର କିମ୍ବା ବୁଝିପାରିଲା କିମ୍ବା ପ୍ରଜାଙ୍କୁ ଶୋଷଣ ବୁଝିଲା ଶୋଷଣ ଲାଗି ଗଣିକା ଓକିଲ ଛାମୁଆ ପୋଷଣ ଲାଗି କର କିମ୍ବା ପ୍ରଜାଙ୍କୁ ଶୋଷଣ ବୁଝିପାରିଲା ପ୍ରଜାଙ୍କୁ ଶୋଷଣ ପ୍ରଜା ମାନଙ୍କୁ ଶୋଷଣ କରି ତୁମେ ଗଣିକା ଓକିଲ ଛାମୁଆ ମାନଙ୍କୁ ପୋଷଣ କରିଥାଅ ଦେନ୍ କହୁଛନ୍ତି ଦେଖ ବି ନା ଏହାପରେ ପ୍ରଜାର ସ୍ୱେଦ ଲୋକେ ଅର୍ଜିତ ଅଭିଶପ୍ତ ରାଶି ରାଶି ପାପବିତ ପ୍ରଜାର ରକ୍ତ ସ୍ୱେଦ ଲୋତକେ ଅର୍ଜିତ ତାହେଲେ ପ୍ରଜା ମାନେ ନିରୀହ ପ୍ରଜା ମାନେ ଯୋଉ ଧନ ସମ୍ପତ୍ତି ଅର୍ଜନ କରିଥାନ୍ତି କିଭଳି ଅର୍ଜନ କରିଥାନ୍ତି ନିଜର ରକ୍ତ ନିଗାଡିକି ନିଜର ଶ୍ଵେତ କହିଲେ ଝାଳ ନିଗାଡିକି ନିଜର ଲୁତ କିଏ କହିଲେ ଲୁହ ଛାଇକି ଲୁହ ଢାଳିକି ରକ୍ତ ନିଗାଡି ଝାଳ ବୁହାଇ ଯୋଉ ଧନ ସମ୍ପତ୍ତି ପ୍ରଜା ମାନେ ଅର୍ଜନ କରିଥାନ୍ତି ତମେ ମାନେ ତାକୁ କଣ କର ସେଇ ରାଶି ରାଶି ପାପ ଭିତକୁ ତମେ ମାନେ କଣ କର ଅଭିଶପ୍ତ ରାଶି ରାଶି ପାପ ଭିତକୁ ତମେ ମାନେ ନେଇଯାଅ ଯୋଉ ତାକୁ ଭାରି ଅଭିଶପ୍ତ ପଡେ ବୁଝିପାରିଲା ଦେନ୍ କଣ ଅଛି ଦେଖ ପ୍ରାୟଶ୍ଚିତ ଧନେ ସରି ପ୍ରାୟଶ୍ଚିତ
ସରି ଦେଖ ବିଲେ ଯୋଉ ଏଟାକୁ ଭାରି ଅଭିଶପ୍ତ ପଡେ ନିରୀହ ପ୍ରଜା ମାନଙ୍କୁ ଝାଳ ବ୍ରହ୍ମା ସ୍ୱେଦ ଲାଗି ରୋଜଗାର କରୁଥିବା ଟଙ୍କାକୁ ଯୋଉମାନେ ନେଉଛ ପାପ ଭିତରେ ଏସବୁ ପାପ ସମ୍ପତ୍ତିକୁ ରାଶି ସେଇ ପାପ ଭିତରକୁ ତୁମେ ସେଟା ତାକୁ ଗ୍ରହଣ କରୁଛ ତାହା ହେଉଛି ପ୍ରକୃତିରେ ଅଭିଶପ୍ତ ରାଶି ଯେଉଁ ଧନ ସମ୍ପତ୍ତିରେ ତୁମେ ଉର୍ଦ୍ଧ୍ୱକୁ ଯାଇପାରିବ ନାହିଁ। ଦେନ୍ କଣ ଅଛି ଦେଖ ପ୍ରାୟଶ୍ଚିତ ବ୍ୟୟ ନ କର ଯତନେ ପାପ ଅର୍ଜୁଅଛ ପାପର୍ଜିତ ଧନେ। ତାମାନେ ଏଠି କହୁଛନ୍ତି ପ୍ରାୟଶ୍ଚିତ ବ୍ୟୟ ନ କର ଯତନେ ଯତ୍ନ ସହକାରେ ପ୍ରାୟଶ୍ଚିତ ବ୍ୟୟ କରିବା ଦରକାର ନା ପ୍ରଜାମାନଙ୍କଠୁ ପଇସା ନେବା ମାନେ ପ୍ରଜା ମାନଙ୍କର ହିତରେ ଲାଗିବା ଦରକାର କିଛି ପଇସା ତୁମେ ପ୍ରାୟଶ୍ଚିତ କରିବା ଦରକାର ନା ନାଇଁ। ତେଣୁ ଏଠି କହୁଛନ୍ତି କବି ଯେ ପଇସା ତମେ ନେଉଛ ଶୋଷଣ କରିକି ଯୋଉ ପଇସାକୁ ଯୋଉ ହିତ ନେଉଛ ନା ତାକୁ ବ୍ୟୟ କରୁଛ ପରନ୍ତୁ ସେଥିରେ କଣ କରୁଛ ପାପାର୍ଜିତ ଧନେ ଏଇ ଯେଉଁ ଧନ ତୁମେ ଅର୍ଜନ କରୁଛ ତାହା ପାପାର୍ଜିତ ତାହା ପାପ ଅର୍ଜିତ ଧନ ସେଇ ପାପ ଦ୍ଵାରା ଅର୍ଜିତ ଧନରେ ତୁମେ କୋଉଠି ପାପ ଅର୍ଜନ କରୁଛ ଗଣିକା ଓ ବେଶ୍ୟା ଓକିଲ ମାନଙ୍କୁ ନେଇ ସେଥିରେ ତୁମେ କଣ କରୁଛ ପୁଣି ପାପ ଅର୍ଜନ କରୁଅଛ। ଦେ କଣ ଅଛି ଏଇ ସବୁ ପରବର୍ତ୍ତୀ ସମୟରେ ଆଲୋଚନା କରିବା ଠିକ ଅଛି। ତାହେଲେ ଆଜି ପାଇଁ ବସି ଏତିକି।